ମାରାଗୁଡ଼ାରେ ଲୋକ ମହୋତ୍ସବର ପ୍ରଚାର କମିଟି ଦଳ। ନୂଆପଡ଼ା ଜିଲ୍ଲାର ପରମ୍ପରା, ଐତିହ୍ୟ, କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଜିଲ୍ଲାସ୍ତରୀୟ ମାରାଗୁଡ଼ା ଲୋକ ମହୋତ୍ସବ ଏପ୍ରିଲ ପ୍ରଥମ ସପ୍ତାହରେ ମିନି ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ଯାଉଥିବା ବେଳେ ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶୁକ୍ରବାର ପ୍ରଚାର କମିଟିର ଏକ ଦଳ କେରମେଲି ପଞ୍ଚାୟତର ଗୋଲାବନ୍ଦ, ପିଠିଆପାଲି ଓ ମାରାଗୁଡ଼ା ଗାଁକୁ ଯାଇ ମହୋତ୍ସବର ପ୍ରଚାର ପ୍ରସାର ସହ ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ। ମାରାଗୁଡ଼ା ସଭ୍ୟତାକୁ ନେଇ ନୂଆପଡ଼ା ମହୋତ୍ସବ ମାରାଗୁଡ଼ା ଲୋକ ମହୋତ୍ସବ ନାମରେ ନାମିତ ହୋଇଛି। ଏହି ଅବସରରେ ମାରାଗୁଡ଼ା ଗାଁଠାରେ ଏକ ସଭା ଆୟୋଜନ କରାଯାଇ ରାଜା ରାଜୁତି କାଳରେ ଚୌହାନ ବଂଶ ଓ ଶ୍ରୀରାମଙ୍କ ପୁତ୍ର କୁଶ ଏହି ଅଞ୍ଚଳରେ ରାଜୁତି କରୁଥିଲେ ବୋଲି ପ୍ରଚାର କମିଟି ସଦସ୍ୟ କହିଥିଲେ। ସେ ସମୟରେ କେତେକ କୀର୍ତ୍ତିରାଜି ପୋତରା ଅପରଜଙ୍ଗ ଜଳସେଚନ ପ୍ରକଳ୍ପରେ ଲୀନ ହୋଇଯାଇଛି ବୋଲି ମଧ୍ୟ କହିଥିଲେ। ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରେ ପ୍ରତିବର୍ଷ ଲୋକ ମହୋତ୍ସବ ହୋଇ ଆସୁଥିଲା। କୌଣସି କାରଣରୁ 2012 ଠାରୁ ଏହା ବନ୍ଦ ହୋଇଯାଇଥିଲା। 12 ବର୍ଷ ପରେ ପୁଣି ହେଉଥିବାରୁ ଜିଲ୍ଲାବାସୀ ବେଶ୍ ଖୁସି ଅଛନ୍ତି। ପ୍ରଚାର କମିଟି ସଦସ୍ୟ ସୀମାଞ୍ଚଳ ମହାପାତ୍ର, ଅଂଶୁମାନ ଅଗସ୍ତି, ରାହୁଲ ବାଗ ଓ ଗ୍ରାମବାସୀ ଏଥିରେ ଉପସ୍ଥିତ ରହିଥିଲେ। For more updates, please subscribe to our channel and press the bell icon.